ବର୍ତ୍ତମାନ ଆପଣ ଓଡିଶାର ଓଡିଆ ଚଳଚ୍ଚିତ୍ରକୁ ଆପଣ କେମିତି ଦେଖୁଛନ୍ତି? ମୌଳିକତା ରହୁଛି ମୁଭିର ନା କଣ ପରିବର୍ତ୍ତନ ସବୁ ରହୁଛି ନା କପି ପେଷ୍ଟ ମୁଭି ଆସୁଛି ତାକୁ ଆଉ ଟିକେ ପରିବର୍ତ୍ତନ ହବା ନା ଦରକାର ନା ବିଭିନ୍ନ ପ୍ରକାର ହଉଛି କିନ୍ତୁ ମୌଳିକ ମୁଭି ବା କଣ୍ଟେଣ୍ଟ ଆଜିକାଲି କଣ୍ଟେଣ୍ଟ ହଉଛି କାହାଣୀ ତ ହଉନି କଣ୍ଟେଣ୍ଟ ମୌଳିକ କଣ୍ଟେଣ୍ଟ କୁ ପ୍ରାଧାନ୍ୟ ସମସ୍ତେ ଦଉଛନ୍ତି କଳାକାରଟେ ଦଉଛି ଟେକ୍ନିସିଆନଟେ ଦଉଛି ନିର୍ଦ୍ଦେଶକଟେ ଦଉଛି ପ୍ରଡ୍ୟୁସର ବି ଦଉଛି କି ଆମେ ଏଥର ଏଇ ଚେଷ୍ଟାଟା କରିବା ସମଥିଙ୍ଗ ଅଡ୍ ବା ସମଥିଙ୍ଗ ଅଲଗା ତେଣୁ ଅଲଗା ମୁଭି ହଉଛି ଦର୍ଶକଙ୍କର ପ୍ରତିକ୍ରିୟା ବି ଆସୁଛି ଏବଂ ଭଲ ବି ହଉଛି ବାକି କପି ପେଷ୍ଟ ହବନି ବୋଲି ମୁଁ କାହିଁ କହିବିନି ହଉଛି ତା ବି ହଉଛି କପି ପେଷ୍ଟ ହେଲେ ଅସୁବିଧା ଆମେ ସବୁ ପିଠା ଛାଣିଲା ବେଳକୁ ଗୋଟେ ପୋଡି ଯାଉନି ପୋଡି ଯାଉଛି ଆଉ କଣ ଗୋଲମାଲ ରେ ବି ଆପଣ ରୋଲ କରିଥିଲେ ଗୋଲମାଲ ଟେଲି ନା ଫିଲ୍ମ ହେଇଥିବ ଟେଲିଫିଲ୍ମ ଗୋଟେ ଗୋଲମାଲ ଟେଲିଫିଲ୍ମ ଗୋଟେ ଟେଲିଫିଲ୍ମ କରିଛନ୍ତି ସେଇଟା ଆପଣ ରୋଲ କରିଥିଲେ ଆପଣଙ୍କ ଯେତେବେଳେ ଆମେ କହିବା ବର୍ତ୍ତମାନ ଆମେ ଅନେକ ସମୟରେ କଥା ହଉଛନ୍ତି ଯେ ଚଳଚ୍ଚିତ୍ର ବିଷୟରେ ମୁଁ ଟିକେ ଏବେ ଆସିବି ଆପଣଙ୍କର ପାରିବାରିକ ସମ୍ପର୍କ ବିଷୟରେ ଆସିବି ଆପଣଙ୍କର ଧର୍ମପତ୍ନୀ ଆପଣ ଯେତେବେଳେ ମୁଭି କରନ୍ତି ଯେକୌଣସି ଚଳଚ୍ଚିତ୍ର କରନ୍ତି ସେତେବେଳେ ଧର୍ମପତ୍ନୀ ଆପଣଙ୍କୁ କଣ କୁହନ୍ତି? ନା 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 ଦି ଭେରି ଫାର୍ଷ୍ଟ ଡେ ରୁ ସିଏ ଜାଣିଛି ଏ ଘର କଣ ଆମ ଘରେ ଯେହେତୁ କଳାକାର ଘର ବୋଉ ବି କେବେ ବାବାଙ୍କୁ ୱେଟ୍ କରିନି ମୋ ମିସେସ୍ ବି ମତେ କେବେ ୱେଟ୍ କରେନି କାହିଁକିନା ଆମେ ଘରୁ ବାହାରିବୁ ସେ ଟାଇମଟା ଡେଫିନାଇଟ୍ କେତେବେଳେ ଫେରିବୁ ତ ଡେଫିନାଇଟ୍ ନୁହଁ ନା 13 ଥର ଫୋନ କଲେ ବି ଆଇ କ୍ୟାନଟ୍ ସେ ଡାଇରେକ୍ଟର ଛାଡ଼ିଲେ ତ ମୁଁ ଯିବି ନା ବ୍ୟାକଅପ୍ ହେଲେ ଯିବି ବ୍ୟାକଅପ୍ ହେଇନି କେମିତି ଯିବି ସେଇଟା ଗୋଟେ ଅସୁବିଧା ଅଛି କଳାକାର ତାପରେ ଘରକୁ କଳାକାରଟେ ଫେରିଲା ପରେ ତାକୁ ଟିକେ ସ୍ପେସ୍ ଦରକାର ସେ ତା ମୁହଁ ସଫା କରିବ ସିଏ ଫ୍ରେଶ ହବ କାଲିର କଥାଟା ଚିନ୍ତା କରିବ ବା କଥା ହବ କାଲି କେତେବେଳେ ଟାଇମ୍ କହ ତ ଏ ସ୍ପେସ୍ କୁ ଯିଏ ଆଡଜଷ୍ଟ ନ କରିପାରେ ସିଏ କଷ୍ଟ ପାଏ ୟୁ ହ୍ୟାଭ୍ ଟୁ ଆଡଜଷ୍ଟ ପୁଅ ଝିଅ ଆପଣଙ୍କର କେତେ ଜଣ? ମୋ ଝିଅ ଚାକିରି କଲାଣି ଅଦିତି ଆଉ ପୁଅ ଅଭିଷେକ ପଢୁଛି 9th ରେ ଆଚ୍ଛା ତାହେଲେ ଛୋଟ ଅଛନ୍ତି ଚାକିରି କଲାଣି ଆପଣଙ୍କର ବାପା ଯେତେବେଳେ ଚାଲିଗଲେ ସେତେବେଳେ ଆପଣଙ୍କର କେତେ ବର୍ଷ ହେଇଥିଲା? ମତେ around 20 ମାନେ ଆପଣ ଛୋଟ ଥିଲେ ମାନେ ବେଶୀ ଚାକିରି କରୁନଥିଲେ ନା ଚାକିରି କରିନଥିଲି ମୁଁ ସେତେବେଳକୁ ଗ୍ରାଜୁଏସନ କମ୍ପ୍ଲିଟ କରିକି MSW ରେ ଜଷ୍ଟ ଆଡମିସନ ହେଇଥିଲି EMI ପାଇଁ ପ୍ରିପେୟାର କରୁଥିଲି କାହିଁକିନା ସେ ଯୋଉ ଇଞ୍ଜିନିୟରିଂ ଜିନିଷଟି ମୁଣ୍ଡରେ ସବୁବେଳେ ଥାଏ କାହିଁକିନା ମୋ ବାପା ଦାଦା ପିଇସା ତିନିଟା କହିଥିଲେ ବୁଝିଲା କି ମାନେ ଆପଣଙ୍କ ବାପା ମାନେ ରାଧା ପଣ୍ଡା ବି ଇଞ୍ଜିନିୟର ହଁ ରାଧା ପଣ୍ଡା ଇଞ୍ଜିନିୟର ନା ବାପା ହଉଛି ମେକାନିକାଲ ଦାଦା ସିଭିଲ ପିଇସା ହଉଛି ଇଲେକ୍ଟ୍ରିକାଲ ତିନି ଜଣ ଯାକ ଗୋଟିଏ ଲାଇନରେ ରହୁଥିଲେ ତେଣୁ ସେଇ ଯୋଉ ମାନେ ଗୋଟେ ଅଏସିରେ ବଢିବାଟା କମିଗଲା କିନ୍ତୁ ଇଚ୍ଛା ଶକ୍ତିଟା ବଢିଗଲା ମୁଁ ଏଥରଠୁ କରିବି ତ ମୁଁ ଯୋଉଟା ସ୍ମଲର ଫେଜରେ କରେ ନାଟକ ଫାଟକ ସେଟା ଆଗ୍ରେସିଭ କଲି ତ ସେ ନାଟକ ମଞ୍ଚରୁ ହିଁ ତ ମୁଁ ଆସିଛି ନା ଦକ୍ଷିଣ ଦର୍ଜା ନାଟକ ହଉଥିଲା ଗୁଡିଆ ଭାଇ ଦେଖିଲେ ପ୍ରପୋଜ କଲେ ପ୍ରଶାନ୍ତ ଭାଇନା ଯେ ରାଧାଙ୍କ ପୁଅ ବଢିଆ କରୁଛି କନଫର ହେଲା ନାଟକ କରିନଥାନ୍ତି ସେ ଖାଲି ଜାଣିଥାନ୍ତି ରାଧାଙ୍କ ପୁଅ ବୋଲି ତେଣୁ ନାଟକଟା ଗୋଟେ ବେଶ ନାଟକଟା ବେସିକ ଏଥିକ୍ସଟା ଆପଣ ନ ଜାଣିଲେ ଅଭିନୟ ହୁଏତ ଗୋଟେ ଚରିତ୍ର କରିପାରନ୍ତି ଯେତେବେଳେ ଭିନ୍ନ ଚରିତ୍ର ଆସିବ ଆପଣ ସେଠି ଝୁଣ୍ଟିବେ କିନ୍ତୁ ବାପାଙ୍କର ମୃତ୍ୟୁ ପରେ ଆପଣ ବହୁତ ଅସୁବିଧାର ସମ୍ମୁଖୀନ ହେଇଥିବେ ପାଠ ପଢିବା ପାଇଁ ପାଠୁଆ ଗୁଡାକ କଣ ଅସୁବିଧା କଣ ମୋ ଭାଇ ହଉଛି ଡିପ୍ଲୋମା କଲା ଡିପ୍ଲୋମା ପରେ ଡିଗ୍ରୀ କଲା ତାପରେ IIM ପାଇଲା ଆଉ କଣ ଅସୁବିଧା IIM ପାଇଲା ପରେ ସିଏ ଗଲା ପ୍ରଥମେ ସାଉଥ କୋରିଆରୁ କାନାଡାରୁ ଫ୍ରାଙ୍କଫର୍ଟ ବର୍ତ୍ତମାନ ଜର୍ମାନୀ ପ୍ୟାକେଜ କେତେ ପଚାରିବନି IIM ପାସ୍ ଆଉଟ୍ ମାନେ ଯାହା ପ୍ୟାକେଜ ଥିବ ଭଉଣୀ ନର୍ମାଲ ଆମ ଘରେ ୟୁ ୱିଲ୍ ଫାଇଣ୍ଡ ଏଭ୍ରିୱାନ୍ IITs IIM FMC ବିଟ୍ସ ପିଲାନି ସବୁ ୟୁ ନେମ୍ ଏନି ଇନଷ୍ଟିଚ୍ୟୁଟ୍ ବିଗ୍ ଇନଷ୍ଟିଚ୍ୟୁଟ୍ ସବୁଠୁ ପାସ୍ ଆଉଟ୍ ଆମ ଘରେ ମୁଁ ଗୋଟିଏ ଓଡିଶା ପାସ୍ ଆଉଟ୍ ଆଉ ଗୋଟେ ମୋର ଭଉଣୀ ଅଛି ଯିଏ ଡକ୍ଟର ସିଏ ବି ଏଠୁ ପାସ୍ ଆଉଟ୍ ଆପଣଙ୍କ ଭଉଣୀ ଡକ୍ଟର ନା ନା ପିସ୍ ଝିଅ ଭଉଣୀ ଡକ୍ଟର ଏଠୁ ପାସ୍ ଆଉଟ୍ ଆପଣ କାହିଁକି ଆପଣଙ୍କର କିଏ ଭାଇ ଭଉଣୀ ତ ଚଳଚ୍ଚିତ୍ର ଆଡକୁ ମୁହିଁଲେନି ଜର୍ମାନୀରୁ କେମିତି କରିବ ଆସି ମାନେ ଇଚ୍ଛା ଅଛି ତାଙ୍କର ନା ଆଉ ଇଣ୍ଟରେଷ୍ଟ ବିଗ୍ଲଟରେ ଅଛନ୍ତି ସେ ଏସିଆ କଣ୍ଟ୍ରୋଲ କରୁଛି ତାର ଗୋଟେ କୋଉ ପ୍ୟାକେଜ ପାଇଁ ସେ କଣ୍ଟ୍ରୋଲ କରୁଛି ଟାଇମ୍ ନାହିଁ